नमस्कार ସାଙ୍ଗମାନେ କେମିତି ଅଛନ୍ତି ଆଶା କରୁଥିବି ଭଲରେ ଥିବେ ବୋଲି ମୁଁ ଆଜି ଗୋଟେ ମଜା କଥା କହୁଛି ଶୁଣନ୍ତୁ। ମୋର ଜଣେ ସାଙ୍ଗ ତାକୁ ଚୁଗଲି କରିବାକୁ ବହୁତ ପସନ୍ଦ। ସବୁଦିନ ନାଇକି ତାର ଶାଶୁ ଆଉ ନଣନ୍ଦର ଚୁଗଲି କରେ। ହେଲେ ଯେଉଁମାନେ ଚୁଗଲି ଶୁଣୁଥିଲେ ସେମାନେ ଯାଇକି ତା ଶାଶୁକୁ ନଣନ୍ଦକୁ କହିଦେଉଥିଲେ। ହେଲେ ଶାଶୁ ଆଉ ନଣନ୍ଦ ମୋ ସାଙ୍ଗକୁ ଗାଳି କରୁଥିଲେ। ହେଲେ ଦିନେ ଏମିତି ଭାବିଲା ଏମିତି ଜଣେ ଥାଆନ୍ତା କି ଯାହାକୁ ମୁଁ ଚୁଗଲି କଲେ କିଏ ବି ମୋ ଶାଶୁ ନଣନ୍ଦକୁ ନ କହିବା ପାଇଁ ଯାଇଥାନ୍ତା। ଆହୁରି ମୁଁ ମନେ ଇଚ୍ଛା ଚୁଗଲି କରିଥାନ୍ତି ଭାବୁଥିଲା। ତ ମୁଁ କେମିତି କଲି ଦିନେ ଆଉ ଜଣେ ସେମିତି ପ୍ରକାର ଲୋକକୁ ଆଣି ତା ପାଖରେ ଛିଡ଼ା କରିଦେଲି। କହିଲି ୟା ସାଙ୍ଗରେ ଯେତେ ମନ ଇଚ୍ଛା ଚୁଗଲି କର କିଛି ଖରାପ ହେବ ନାହିଁ କହିଲି। ଇଏ କହିବ ନାହିଁ ତୋ ଶାଶୁ ନଣନ୍ଦକୁ କହିଲି। ହେଲେ ଠିକ୍ ଅଛି କହିଲା। ସାଙ୍ଗଟା ମୋର ଚୁଗଲି କରିବା ଆରମ୍ଭ କଲା। ମନ ଇଚ୍ଛା ଚୁଗଲି କଲା। ଆଉ ଭାବିଲା ୟାକୁ କହିଲି ଇଏ କହିବ କି ନାହିଁ ବୋଲି ଭାବିଲା। ମୁଁ କହିଲି ନାଇଁରେ ଚୁପ୍ ରହିଥା, ଇଏ କହିବ ନାହିଁ। କେମିତି କହିବ ନାହିଁ? କାହିଁକି ନା ଇଏ କାନକୁ ନା ଶୁଣୁଛି ନା ମୁହଁରେ କିଛି ବୋଲୁଛି। ଇଏ ମୁହଁକୁ ଆଉ ବଧିର, ଇଏ ତ କହିବ ନାହିଁ।